মদ পিলা ভরিয়া কোন হচ্ছ তুমি কুয়াটি কুয়াটি টেকিদেব ইয়ে তো কুনি পড়া ସମସ୍ତଙ୍କୁ ଘିରି ଘିରି କର। আচ্ছা মৌসা ତୁ କଣ ମତେ ମଉସା ଡାକୁଛୁ? ଆଉ କଣ ଡାକିବି ଟିକେ ଆଗରୁ ଆଉ ଗୋଟେ କଣ ଡାକୁଥିଲୁ? ଛଡୁ ଭାଇ ଛଡୁ ଭାଇ ସଡୁ ଭାଇ ଛଡୁ ଭାଇ ଛଡୁ ଭାଇ ସଡୁ ଭାଇ କି ମଉସା ବୋଲି କଣ ଡାକୁଛୁ? ନାଇଁ ମୋର କଣ ମାନ ସମ୍ମାନ କିଛି ନାହିଁ। କିଏ କହିଲା ପଡିବ 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 କିଏ କହିଲା ମାନ ସମ୍ମାନ ନାହିଁ ଗୋଟା ଜାଗାରେ ଠିଆ ହୁଅ ସେମିତି ହୁଅ ନା। ଆଚ୍ଛା ଛଡୁ ଭାଇ ତମ ଶାଢୀ ଷଣ୍ଢେଶ୍ୱରୀ ସେଟା ନା କାହିଁ ଧରିଲୁ ଆଜି ଖାଇତେ ପାରିବୁ ଏତେ ବଢିଆ ନର୍କ ସେଟା ନର୍କ ସହିତ ସମାନ। ମୁଁ ଜାଣିନଥିଲି ସେମିତି କଣ ପଡିବ ପଡିବ ଛାଡ ଏଇ ଆଚ୍ଛା ତା କଥା ଛାଡ ତମ ଝିଆରୀ ସୁସ୍ମିତା 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 ତମ ଝିଆରୀ ବା ତାଟା ନାଟା ଧରିଦେଲୁ ଏଠି ସେ ହେଇଯିବ ଦିଟାଙ୍କୁ ମୁଁ ଚିହ୍ନିଛି ନା କଣ? ଚିହ୍ନିଛ ଚିହ୍ନିଛ କହିଲ କହିଲ ଦେଖି ତା ନାଁ କଣ କୁହ ନା ବୁଦା ଏ ଭୁଲ କହିଲ ରେ ୟା ନା ବୋଦା ନୁହ ୟା ନା ହଉଛି ଷଣ୍ଢ ଷଣ୍ଢ ঠিক কইছু সমুদি କଣ ସମୁଦି ଏ ମିଶା ହେଇଗଲାଣି ପୁରା এই ষণ্ଢেশ্বরী মোহরি প্রেমে পড়ি তা স্বামীটাকে ছুরি বুঝিকে মারিদেলা। চুপ হয়ে যা কହୁଛି তো স্বামী মরা তো বিধবান মোর কোনটা ভাসিগা অবশ্য সারা জীবন মতে ঘিরি ঘিরি করে মাইল এই ষণ্ঢেশ্বরী ମୋ ସହିତ ପାପ ସମ୍ପର୍କ ରଖିବ ବୋଲି ତା ସ୍ୱାମୀଟାକୁ ରାତି ଅଧରେ ଛୁରୀ ଉସିକି ମାରିଦେଲା। ଯେତେ ମାରିବ ମୁଁ ସେତେ ଘିରି ଘିରି ପୁଣି ବଞ୍ଚେଇବି ସେତେ ସତ କଥା କହିବୁ। ତୋ ଝିଅ କଥା କହିବୁ ମୁଁ ତମକୁ ଜୋତାରେ ପିଟିବି ଜୋତାରେ ପିଟି ଆଗରୁ ମୁଁ ଏତିକି କହିବି ଶୁଭ ତୋର ସ୍ୱାମୀ ନମ୍ବର 2 ଘୁଷୁରିଆ ଧଡ଼ି তো আগ স্বামীটা করিব বলি তাকে ট্রেন নইকি ঠেলি দেলো। অপরিষ্কার জীবকু ছুঁইবা কথা ন ভুলরে ছুঁই দেলি রে কল সরু ভাই হাড় মারিকি মা ঝিଅଙ୍କର ସବୁ ହାଡ଼ କଥା କହିଲ ଏଇ ନିଶା ଖସି ଯୋଉ আউরি কই ଆଉ ଟିକେ ହଁ ଫେର ବାହାରିବ ଗଲେ ଆଉ ଟିକେ ସରିଗଲା ମିଠା ଲାଗିଲା আউরি এক কথা কই କହିଲ କଥା କାଇଁ ଦେବି নাল তো ঝিଅ কথা কই অকল প্লিজ চুপ হয়ে যাও রে তা কথা কইলে উঠেই খেলা এথর বজে দেব ফাইনাল নালে তো কথা কই মোর বড় ছেনা গুড় নাচিব কথা কইব তু অধা তো বাবার অধা মো ଆଜିଙ୍କର ଆସିଗଲା ରୋଲ ସେଦିନ ନୂଆ ମତେ ମୁଖ ସଜେଇଥିଲି ଲଢାଇ ମତେ ପଙ୍ଗୁ କରିଦେଲି ମାଡ଼ ମାରି ବାହାର କରିବାର ସବୁ ରାସ୍ତା ବନ୍ଦ କିନ୍ତୁ ଅପେକ୍ଷା କର ଦେଖ ମୁଁ କଣ କରୁଛି। କିଛି କରିପାରିବନି ସେ ତୋ ପାଖରେ ସାରା ଜୀବନ ମେଣ୍ଢା ହେଇଥିଲା ସାରା ଜୀବନ ମେଣ୍ଢା ହେଇ ରହିବ କଣ କରିବାକୁ ପଡିବ ମୁଁ କହୁଛି ଶୁଣ
ସରିଲା ନା ଓକିଲାତି ବୋଲି ତମେ ଭାବୁଛ କାହିଁକି ଗୋଟେ ଅସହାୟ ନାରୀ ପାଇଁ କଥା ପଦେ କହୁଛେ ୟାଙ୍କ ପାଇଁ ତମେ ହଜାରେ ପଦ କଥା କହିଲେ ବି କିଛି ଲାଭ ହବନି ଇଏ ଆଜି ଏ ଘରୁ ଅଳ୍ପଚିବେ କାହିଁକି ନା ଏଇଟା ହଉଛି ମୋ ଘର ଶ୍ୱଶୁର ଘରେ ଠିଆ ହେଇ ଯେତେ ଜୋରେ ଚିତ୍କାର କରି କହିଲେ ବି ଏଇଟା ତମ ନିଜ ଘର ହେଇଛି ବୋଲି ତମ ଆଶିଷ ଶ୍ୱଶୁର ଘରେ ଜ୍ୱାଇଁ କେବଳ 2 ଦିନର କୁଣିଆ 2 ଦିନର ଗୋଟେ ଦିନ ଅଧିକ ହେଲେ ତାକୁ କେହି ବି ସମ୍ମାନ ଦେବେନି ଏମିତି ଅସମ୍ମାନ କରିବେ ଯେ ଘରର କୁକୁର ସହିତ ସମାନ ହେଇଯିବ ଅପା ସୁଲଗ୍ନା ନ ଡାକି ଅପା ବୋଲି ଡାକ ହିସାବରେ ମୁଁ ତମ ଦେଢ଼ ଶାଶୁ ତମ ସ୍ତ୍ରୀର ବଡ ଭଉଣୀ ତମ ସ୍ତ୍ରୀକୁ ନେଇ ଚୁପଚାପ ଘରୁ ଚାଲି ଯାଉ ତମ ଆଶିଷ ମୁଁ କହୁଛି ମାନେ ନୂଆ ଏ ଘରେ ରହିପାରିବେନି ମୁଁ କହୁଛି ଏ ଘରର ବଡ ଝିଅ କହୁଛି ତମ ନୂଆଉ ଏହି ଘରେ ରହିବେ ଯଦି ନୂଆ ଏ ଘରେ ରହୁଛି ତାଙ୍କରି ସାମ୍ନାରେ ମୁଁ ନିଜକୁ ଏବେ ଏଇଠି ସୁଟ୍ କରିଦେବି ତମେ କୁଆସିବ ଦରକାର ନାହିଁ ତମେ ଏଇଠି ରହିବ ଆମ ପାଖରେ ରହିବ ତମେ ମତେ ବା ଯେତେବେଳେ ଚାହୁଁନି ମୁଁ ଏ ଘରେ ରୁହେ ବୋଲି ମୋ ଭାଗ୍ୟ ନେଇ ମୁଁ ଚାଲି ଯାଉଛି ଅପା ତମେ ଚାଲି ପାରିନଛି କଡ଼ି କଡ଼ି ଯିବେ ଆଜି କିନ୍ତୁ ସେଠୁ ଯିବେ ନୂଆ ତମକୁ ଭଲରେ କହୁଛି ଯାଅଠୁ ନୂଆ ଭଲରେ କହୁଛି ଯାଅଠୁ ସୁଯୋଗ ଆସିଛି ଯେତେବେଳେ ତମକୁ ମୁଁ ଛୁଇଁବି ନିଶ୍ଚୟ ଛୁଇଁବି ତମକୁ ଛୁଇଁଲେ ଯଦି ପାପ ହବ ତାହେଲେ ତମକୁ ଏଇଠି ଏବେ ବଳାତ୍କାର କଲେ ଅன்பୁଣି ହେଲେ ବି ତମେ ସମ୍ଭାବନା ଠାରୁ ଅଧିକ ସୁନ୍ଦରୀ ଦିନେ ଦେବାଶିଷକୁ ତମେ ଶିଶୁପାଳ କରିଦେବାକୁ ଚାହିଁଥିଲ ଦିନେ ତମ ପାତର ଜୋତା ଭାବି ମତେ ଡଷ୍ଟବିନ୍କୁ ଫିଙ୍ଗି ଦେବାକୁ ଚାହିଁଥିଲ ଆଜି ନେବି ପ୍ରତିଶୋଧ
ସ୍ତ୍ରୀକୁ 오다 사고! 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 ଶୁଣ ମୋ ପାରାଲିସିସ୍ ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହେଇଯାଇଛି ମୋ ପାରାଲିସିସ୍ ଭଲ ହେଇଯାଇଛି ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ କେମିତି ତ ପାରାଲିସ୍ ବାହାରା କେମିତି ହସ ବହୁତ କଥା ଅଛି ଯାହାକୁ ରଖି ଅନନ୍ତ କେ କହି ପାଏ ବଳବନ୍ତ ଆଉ କିଛି କହିପାରିନି ମିଷ୍ଟର ମନମୋହନ ସିଂ ମୁଁ ଭଲ ହେଇଯାଇଛି ମୋ ପାରାଲିସିସ୍ରେ ସମ୍ପୂର୍ଣ୍ଣ ଭଲ ଆଉ ୟା ପରେ ଭଲ ହବ ସୁରକ୍ଷା ତାପରେ ସୁରକ୍ଷା କରି ସଂସାର କରି ମୋ ପ୍ରତିଜ୍ଞା କେବେ ବ୍ୟର୍ଥ ହବନି ବାପା ତୋ ବାପା ସେଦିନ ମରିଯାଇଛି ସେ ବେଦୀ ପାଖରେ ତୋ ବାପା ସମାଧି ହେଇଯାଇଛି ଆଜି ତମେ ଦି ଜଣ ଏଇଠି ସମାଧି ନବ ତମେ ଦି ଜଣ ଆଜି ଏଇଠି ମରିବ ଏଇଠି ତମ ଦି ଜଣକୁ ମୁଁ ତମକୁ ସେ ଘରକୁ ତୁ ଚାଲାକେ ତମ ପ୍ରଶ୍ନର ତମେ ଖୁବ ଶୀଘ୍ର ପାଇଯିବ ବେଗରାଜ ବଂଶୀ ଜଷ୍ଟ ୱେଟ୍ ସମର ସୁରକ୍ଷା ନେଇକି ଭିତରକୁ ଯାଅ ଯାଅ ତୁମେ ଯାଇପାରିବେ ସେମାନେ ଏଇଠି ଆଜି ମରି ସେମାନେ ମରିବେନି ମରିବ ତମେ ଆଉ ତମରି ରକ୍ତରେ ଛୋଟାଟାକୁ ମୁଁ ରଙ୍ଗୀନ କରିଦେବି ମତେ ଚ୍ୟାଲେଞ୍ଜ କରୁଛ ତମେ ଖାଲି ସମୟକୁ ଅପେକ୍ଷା କର ମୁଁ କିନ୍ତୁ ସମୟକୁ ଅପେକ୍ଷା କରିପାରିବିନି ମତେ ଦେଇଥିବା କଥା ଆପଣ କୋଉଦିନ ରଖିବେ କୋଉଦିନ ଆପଣଙ୍କ ଟୋଟାଲ ପ୍ରପର୍ଟି ଆପଣ ମନରେ ଉଇଲ୍ କରିବେ ଓ ହେଲେ ଦେଖଲା ତ ମାଂସୀ ବଜ୍ର ତୁ ଆହୁରି କଠିନ ବଡ଼ ଭଳି ତୁ ଆହୁରି ଭୟଙ୍କର ପ୍ରପର୍ଟି କିଛି ପ୍ରପର୍ଟି ମୁଁ ତାକୁ ଦେବିନି କାହିଁକି ବାବା ମୁଁ ଦେବିନି ପ୍ରପର୍ଟି ସଭାବଳକୁ ବାହାଘର ପୂର୍ବରୁ ଆପଣ କିନ୍ତୁ ମତେ କଥା ଦେଇଥିଲେ କଥା ଦେଇକି କଥା ରଖି ହୁଏ ତାର କିଛି ମାନେ ନାହିଁ ମୋ ସହିତ ଗର୍ତ୍ତାରି କରିବାକୁ ଚେଷ୍ଟା କରନ୍ତୁ ଆପଣଙ୍କ ଅତେ ସମ୍ପତ୍ତିର ଲୋଭ ଦେଖେ ଆପଣ ମୋ ବାହାଘର ଆପଣଙ୍କ ବଡ଼ ଝିଅ ସୋଲଗା ସହିତ କରିବାକୁ ଚେଷ୍ଟା କରିଥିଲେ
କିନ୍ତୁ ବାହାଘର ଦିନ ସୁଲଭରେ ଘର ଛାଡ଼ି ଚାଲିଯିବାରୁ ଆପଣ ଟୋଟାଲ ସମ୍ପତ୍ତିର ଲୋଭ ଦେଖାଇ ମୋ ବାହାଘର ଆପଣଙ୍କ ସାନ ଝିଅ ସହିତ କରେଇଥିଲେ। କ'ଣ ଯେଉଁମାନେ ମୋତେ ପାଠ ପଢ଼ି ଓଏସ୍ କରିଥିଲେ ସେମାନଙ୍କ ଅଜାଣତରେ ମୁଁ ବାହା ହେଇଥିଲି। ସେମାନଙ୍କ ଅଜାଣତରେ ଆପଣଙ୍କ ଘରର ଝିଅକୁ ଆମ ଘର ସାନ ମୁଁ କରିଥିଲି। ବହୁତ ଭଲ କରିଥିଲ, ବହୁତ ଭଲ କରିଥିଲ। ତମେ ତମେ ଜଣେ ଓଏସ୍ ଅଫିସର ସହି ତମେ ଗୋଟେ ମଣିଷ ମାରିଥିଲ। ଶେଷରେ ତମକୁ ଏତେ ତଳକୁ ଖସି ଗଲ, ସମ୍ପତ୍ତି ଲୋଭରେ ତମେ ଏମିତି ଭୁଲ କଲ। ଆଜ୍ଞା ହଁ, ମୋର ଭୁଲ ହେଇଯାଇଛି, ବହୁତ ବଡ଼ ଭୁଲ ହେଇଯାଇଛି। କେବଳ ମୋରି ଭୁଲ ପାଇଁ ମୋ ନୂଆଙ୍କୁ ଏ ଘରୁ ମୁଁ କନ୍ଦେଇ କନ୍ଦେଇ ତଡ଼ି ଦେଇଛି। ଏବେ କିନ୍ତୁ ତମର କାନ୍ଦିବାର ସମୟ ଆସି ପହଞ୍ଚିଗଲା ଦେବାଶିଷ। ତମ ବାବା କ'ଣ କହୁଛନ୍ତି ଶୁଣୁଛ? ସେ କହୁଛନ୍ତି ତାଙ୍କ ଟୋଟାଲ ପ୍ରପର୍ଟିରୁ ଆମକୁ କିଛି ବି ପ୍ରପର୍ଟି ଦେବେନି। ଠିକ କହିଛନ୍ତି, ମୁଁ ବି କହିବି ସେ ତମକୁ କିଛି ବି ସମ୍ପତ୍ତି ଦେବେନି। ମୋ ନାଁ ଧରି ଡାକିବାର ଅଧିକାର ତମର ନାହିଁ। ତମ ପାଇଁ ମୁଁ ମରିଗଲି ଆଉ ମୋ ପାଇଁ ତମେ ମରିଗଲ। ଅପା ହିସାବରେ ତମର କ'ଣ ହବ? ଦେଢ଼ ଶାଶୁ ନା? ତମେ ଶେଷରେ ଦେଢ଼ ଶାଶୁକୁ ବଳାତ୍କାର କରିବା ପାଇଁ ଚେଷ୍ଟା କରୁଥିଲ। କ'ଣ କହିଲୁ ତ? ଦେବାଶିଷ, ତମେ ଏତେ ତଳୁକୁ ବସି ଯାଇଛ। ତମେ ନିଜ ସ୍ତ୍ରୀର ବଡ଼ ଭଉଣୀକି ତମକୁ ଜ୍ୱାଇଁ ବୋଲି କହିବାକୁ ମତେ ଲାଜ ଲାଗୁଛି। ତମେ ଗୋଟେ କ୍ରିମିନାଲ। ଆଜ୍ଞା ହଁ ହଁ, ମୁଁ ଜଣେ କ୍ରିମିନାଲ, ମୁଁ ଜଣେ କ୍ୟାରେକ୍ଟରଲେସ୍, ମୁଁ ଜଣେ ଓଏସ୍ ହେଇବି ଏ ମଣିଷ ସମାଜ ପାଇଁ ମୁଁ ଜଣେ କଳଙ୍କ। କେବଳ ମୋରି ସ୍ୱାର୍ଥ ପାଇଁ ମୋ ବାପା ପରି ଭାଇଙ୍କ ଠାରୁ ମୁଁ ଅଲଗା ହେଇଯାଇଛି। କେବଳ ମୋରି ସ୍ୱାର୍ଥ ପାଇଁ ମୋ ମା ପରି ଭାଉଜଙ୍କ ଠାରୁ ମୁଁ ଅଲଗା ହେଇଯାଇଛି। ଆଜ୍ଞା ଆପଣମାନେ ମୋତେ ପନିଶମେଣ୍ଟ ଦିଅନ୍ତୁ ଆଜ୍ଞା, ମୋର ଭୁଲ ହେଇଯାଇଛି ଆଜ୍ଞା। ଆପଣମାନେ ମୋତେ ପନିଶମେଣ୍ଟ ଦିଅନ୍ତୁ ଆଜ୍ଞା, ମୁଁ ଆପଣଙ୍କୁ ଋଣ ଦେଉଛି, ଆପଣ ମୋତେ ପନିଶମେଣ୍ଟ ଦିଅନ୍ତୁ ଆଜ୍ଞା। ବନ୍ଧୁଗୁଡ଼ା ଥୋଡ଼ି ଆଣିବ ଦେଖିବ। ତୋରି ପାଇଁ ମୋ ସୁନାର ପରିବାରଟା ଛାଙ୍କା ହେଇଯାଇଛି। କେବଳ ତୋରି ପାଇଁ ମୋ ନୂଆଙ୍କୁ ମୁଁ କନ୍ଦେଇ କନ୍ଦେଇ ତୋଡ଼ି ଦେଇଛି। ତୋତେ ମେଘରାଜ ମାନ ସିଂ